জয় জগন্নাথ, জয় শ্রীরাম, রাধে রাধে। ওম শাম সদাশিবায় নমঃ। ଦେଖନ୍ତୁ ବନ୍ଧୁଗଣ, 2026 ନ୍ୟୁମରୋଲୋଜି ଅନୁଯାୟୀ ଏକ ଅଙ୍କ ଅର୍ଥାତ୍ ସୂର୍ଯ୍ୟଙ୍କର ଅଙ୍କ। ସୂର୍ଯ୍ୟଙ୍କର ଅଙ୍କ ହେତୁ 2026ରେ କେଉଁ କେଉଁ ରାଶିମାନେ ଉନ୍ନତି, ଆର୍ଥିକ, ଶାରୀରିକ, ମାନସିକ, ଫିଜିକାଲି ସେମାନେ ଉନ୍ନତି କରିବେ ନିଶ୍ଚିତ ଭାବରେ। ବିଶିଷ୍ଟ ଜ୍ୟୋତିର୍ବିଦଙ୍କ ଦ୍ୱାରା ପରାମର୍ଶ କ୍ରମେ ଆମେ ଆପଣଙ୍କ ଆଗରେ ଉପସ୍ଥାପନ କରୁଅଛୁ। ପ୍ରଥମେ ଯଦି ଆମେ ଆଲୋଚନା କରିବା ସାଜିଟେରିୟସ୍ ଅର୍ଥାତ୍ ଧନୁ ରାଶି, ନିଶ୍ଚିତ ଭାବରେ ଧନୁ ରାଶିଙ୍କର ୱେଲ୍ଥ, କ୍ୟାରିୟର, ପର୍ସନାଲ୍ ଡେଭଲପମେଣ୍ଟ ନିଶ୍ଚିତ ଭାବରେ ହେବ। କାରଣ ବୃହସ୍ପତିଙ୍କର ଯେଉଁ ଇନଫ୍ଲୁଏନ୍ସ ଅଛି ଷ୍ଟେବିଲିଟି ଆଣିବା ଆପଣମାନଙ୍କ ଭିତରେ। ଆପଣମାନେ ଗୋଟେ କଥାକୁ ନେଇକି ପ୍ରମିସ୍ କରିବେ, ନିଶ୍ଚିତ ଭାବରେ ଆପଣ ତାକୁ ସଫଳତାର ସହ କେମିତି ଯିବେ ସେଇ ଜିନିଷରେ ଆପଣ ଲାଗିବେ। ଏବଂ ଧନୁରାଶି ନିଶ୍ଚିତ ଭାବରେ ଆପଣଙ୍କ ଜାତକରେ ଆପଣଙ୍କ ଗୋଚରୀ ବୃହସ୍ପତିଙ୍କର ଯେଉଁଠି ଅବସ୍ଥିତି ଆମେ ଦେଖାଉଛୁ, ନିଶ୍ଚିତ ଭାବରେ ଆପଣଙ୍କୁ ସକ୍ସେସ୍ କରିବାରେ ସେ ବିଳମ୍ବ କରିବେ ନାହିଁ। ଏବଂ ଚନ୍ଦ୍ରଙ୍କର ମଧ୍ୟ ଆପଣଙ୍କର ବହୁତ କିଛି ଫାଇଦାମନ୍ତ କାର୍ଯ୍ୟକ୍ରମ ଚନ୍ଦ୍ରଙ୍କ ଦ୍ୱାରା ଦେଖାଯିବ, ଯଦ୍ୱାରା ଆପଣମାନେ ନିଶ୍ଚିତ ଭାବରେ ଫାଇଦା ହେବେ। ସେକେଣ୍ଡ ରାଶି କଥା ଆମେ ଯଦି କହିବା ସୂର୍ଯ୍ୟଙ୍କ ବର୍ଷ, ତ ସୂର୍ଯ୍ୟ ରାଶି ସିଂହ ରାଶି ମେଜର କ୍ୟାରିୟର ସକ୍ସେସ୍ ତାଙ୍କର ଅଛି। ସବୁ ଜାଗାରେ ସିଏ ରିକଗ୍ନାଇଜେସନ୍ ରହିବେ, ଅର୍ଥାତ୍ ସିଏ ଗୋଟେ ଲିଡରସିପ୍, କେଉଁଠି ଗୋଟେ କୌଣସି ଜାଗାରେ ଲିଡରସିପ୍ ଭଳିଆ କାର୍ଯ୍ୟ କରିବେ। ସୂର୍ଯ୍ୟଙ୍କର ଏନର୍ଜି ବୁଷ୍ଟ କରିବ ତାଙ୍କ କନଫିଡେଣ୍ଟକୁ। ସେହିପରି ଭାବରେ ଜୁଲାଇ ମାସରୁ ଆରମ୍ଭ ହେବ ସିଂହ ରାଶିର ଉନ୍ନତି। ବୃହସ୍ପତି ଯେତେବେଳେ ଗୋଚରକୁ ସିଫ୍ଟ କରିଯିବେ, ନିଶ୍ଚିତ ଭାବରେ ଆପଣମାନେ ଦେଖିବେ କୁମ୍ଭ ରାଶିରେ ଯେମିତି ରାହୁ ଅଛନ୍ତି, ରାହୁଙ୍କର ମଧ୍ୟ ସିଂହ ରାଶିକୁ ବହୁତ ଭଲ ନଜର ପଡ଼ୁଛି। ସିଂହ ରାଶି ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ଉନ୍ନତି ହେବ, ତତ୍ ସହିତ ଆର୍ଥିକ ଉନ୍ନତି ମଧ୍ୟ ବହୁତ ହେବ। କୌଣସି ଏକ ଗଭର୍ଣ୍ଣମେଣ୍ଟ ଜବ୍ ଯଦି ଟ୍ରାଏ କରିବେ ସିଂହ ରାଶି, ନିଶ୍ଚିତ ଭାବରେ ଏ ବର୍ଷ ଆପଣମାନଙ୍କର ଉନ୍ନତିମୂଳକ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ପ୍ରତିପାଦିତ ହେବ। ଯଦି ଆମେ ଥାର୍ଡ଼ ରାଶି ଆଲୋଚନା କରିବା, ଶୁକ୍ରାଚାର୍ଯ୍ୟଙ୍କର ରାଶି ବୃଷଭ ରାଶି, ନିଶ୍ଚିତ ଭାବରେ ଟୌରସ୍। ବୃଷଭ ରାଶି ଏହି ବର୍ଷ ଗୋଟେ ଫୋକସ୍ କରିବେ ନିଜର ଆର୍ଥିକ ପ୍ରପର୍ଟି କିଣିବା ପାଇଁ, ଗୋଟେ କିଛି ଇନଭେଷ୍ଟମେଣ୍ଟ କରିବା ପାଇଁ। ଯେଉଁଗୁଡ଼ାକ ଇନଭେଷ୍ଟମେଣ୍ଟ ସେମାନେ କରିଛନ୍ତି ଶନିଙ୍କ କୃପାରୁ, ଶନିଙ୍କର ପୋଜିସନ୍ ହେତୁ ଯେଉଁ ଆର୍ଥିକ କ୍ଷେତ୍ରରେ ଗୋଟେ ଫାଉଣ୍ଡେସନ୍ ସେମାନେ ରଖିବେ। ମେଜର ଷ୍ଟେବିଲିଟି ପଟେନ୍ସିଆଲ୍ ଆସିବ ରିଏଲ୍ ଇଷ୍ଟେଟ୍ ବିଜନେସ୍ରେ, ଜମିବାଡ଼ି ବିଜନେସ୍ରେ, ସେଭିଂ କିଛି ଯଦି କରିଥିବେ ସବୁ ସେଗୁଡ଼ାକ ବଢ଼ି ବଢ଼ି ଚାଲିବ। ତାପରେ ଯଦି ଆମେ ଆଲୋଚନା କରିବା ମେଷ ରାଶି, ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି, ମଙ୍ଗଳଙ୍କର ରାଶି। ଯେହେତୁ ଊର୍ଜାବାନ ଗ୍ରହ ମଙ୍ଗଳ ମଧ୍ୟ ସୂର୍ଯ୍ୟଙ୍କର ବନ୍ଧୁତ୍ୱର ଗ୍ରହ, ନିଶ୍ଚିତ ଭାବରେ ଗୋଟେ ବଡ଼ ପାୱାରଫୁଲ୍ ଆଚିଭମେଣ୍ଟ ତା ସହିତ ଗୋଟେ ଟ୍ରାନ୍ସଫର୍ମେସନ୍ ଆସିବ। କ୍ୟାରିୟର ହେଉ କି ଫାଇନାନ୍ସ ହେଉ, ବୃହସ୍ପତିଙ୍କର ସପୋର୍ଟ, ଶୁକ୍ରାଚାର୍ଯ୍ୟଙ୍କର ସପୋର୍ଟ ସବୁବେଳେ ଦେଖିବେ। ବୃଷ ରାଶି ଏ ବର୍ଷ ଏନର୍ଜି ତାଙ୍କର ହାଇ ରହିବେ, ଆଉ ସେମାନେ ଯେମିତି ଗୋଟେ କଥାରେ ନାହିଁ ଭାଙ୍ଗି ଦେବେ ସବୁ ବାଡ଼। ନିଶ୍ଚିତ ଭାବରେ ମେଷ ରାଶି ତ ଏ ବର୍ଷ ବାଡ଼ ଭାଙ୍ଗିକି ଇନକମ୍ କରିବାର ଅଛି। ବିବାହ କ୍ଷେତ୍ରରେ ମଧ୍ୟ ମେଷ ରାଶିରେ ଦେଖାଯାଉଛି ଏ ବର୍ଷରେ ନିଶ୍ଚିତ ଭାବରେ ବିବାହ କରିପାରନ୍ତି। ଯେଉଁମାନେ ବିବାହ କରିନାହାନ୍ତି, ଯେଉଁମାନେ ବିବାହ କରିଛନ୍ତି ତାଙ୍କ ସ୍ତ୍ରୀ ଦ୍ୱାରା ମଧ୍ୟ ସେମାନେ ଲାଭବାନ ହେବେ। ସେମାନେ ଯଦି କୌଣସି ପ୍ରଫେସନାଲ୍ ବିଜନେସ୍ କରୁଛନ୍ତି ବା ପ୍ରଫେସନାଲ୍ ୱେରେ କିଛି ଚାକିରି କରୁଛନ୍ତି, ବହୁତ ଫାଇଦା ହେବ ତାଙ୍କର। ତାପର ରାଶି ତୁଳା ରାଶି କଥା ଆମେ ଆଲୋଚନା କରିବା। ତୁଳା ରାଶି ମଧ୍ୟ ଶୁକ୍ରାଚାର୍ଯ୍ୟଙ୍କର ରାଶି। ତୁଳା ରାଶି ଏଥର କ'ଣ ହେଉଛି ନା, ରିଲେସନସିପ୍, ପାର୍ଟନରସିପ୍ରେ ଯଦି ବିଜନେସ୍ କରୁଛନ୍ତି, ସ୍ତ୍ରୀ ଆଉ ସ୍ୱାମୀଙ୍କର ଯେଉଁ ସମ୍ପର୍କ ବହୁତ ବଢ଼ିଆ। କିଛି ଗୋଟେ ବଡ଼ ଆଗ୍ରିମେଣ୍ଟ କରିବେ। ଅବଶ୍ୟ ଜାନୁଆରୀରୁ ଜୁନ୍ ମାସ ଯାଇ ଏତେଟା ଭଲ ନ ରହିଲେ ମଧ୍ୟ ଆମେ ଏ ରାଶିକୁ ଏଇଥିପାଇଁ ଗଣତିରେ ଆଣିଛୁ। ଜୁନ୍ ମାସ ପରେ ଅତ୍ୟଧିକ ଉନ୍ନତି, କେବଳ ଉନ୍ନତି ନୁହଁ, ଆପଣଙ୍କର କାର୍ଯ୍ୟ ସମ୍ପାଦନ କରିବାର ଶୈଳୀ ମଧ୍ୟ ଆପଣଙ୍କର ବଦଳିଯିବ ନିଶ୍ଚିତ ଭାବରେ। ଆମେ ଯଦି ତା ପର ରାଶି କହିବା, ହଁ କୁମ୍ଭ ରାଶି ମଧ୍ୟ, କୁମ୍ଭ ରାଶିର 7.5 ଚାଲିଛି, କୁମ୍ଭ ରାଶିର ତୃତୀୟ ଚରଣ। ଯେହେତୁ ତୃତୀୟ ଚରଣ, ଶନିଦେବ ନିଶ୍ଚିତ ଭାବରେ ତାଙ୍କ ପ୍ରିୟ ରାଶିକୁ ସହଯୋଗ କରିବେ। କେବଳ
शनिदेव नुह बृहस्पति सहयोग अच्छी और सूर्यंकर पुत्र शनिदेव जेहेतु शनिदेव राशि निश्चित भाव में पुत्र के पितांकर पुत्रंकर जो संपर्क शनि सूर्य साथी रही जो संपर्क रुहे खराब रुहे किंतु सूर्य सर्वदा शनि को सपोर्ट करि निश्चित भाव में कुंभ राशि उन्नति मूलक कार्य करेंगे। जो लेजिनेस अलस्वामी भितर जोटा अच्छी से ही जिनटा कटबार अच्छी अन्य कौन राशि को आम ये आनीना मात्र यही 5टी राशि तत्सहित कुंभ राशि को आड करूँ। कुंभ राशि बहुत कष्ट पाई तो देखा तुला राशि मेष राशि वृष राशि कुंभ राशि सिंह राशि निश्चित भाव में आप मालेमाल हेबे। धनुराशि बृहस्पति जी राशि निश्चित भाव में धनवान हेबे। मिथुन राशि ए वर्ष निश्चित भाव में ताकर करियर रे फोकस करेंगे आउ निश्चित भाव में कार्य संपादन करेंगे। आउ गोटे कथा देखो 2026 खेल जनित जो जेकोसी लोक क्रिकेट कि फुटबॉल भली कि क्रीडा जो मैंने अच्छा कि जो मैंने अच्छा गवर्नमेंट क्षेत्र में निश्चित भाव में उन्नति करेंगे। आपणकर निज निजर जातक पठे आमको जानतु आप मैंने निश्चित भाव में आपण आलोचना करूँ। हाँ वृद्ध वयस्क लोक मानू आप साहाय्य करंतु भिकारी पागल लोक मान साहाय्य करंतु दान धर्म महत् काम सेवा ही मानव सेवा ही माधव सेवा पशु पक्षी मध्य सेवा करंतु निश्चित भाव में उन्नति हम। हनुमान चालीसा आप घर पाठ करंतु महादेव पार्वती आप दर्शन करंतु आप समस्त बाधा विघ्न दूर हम। जय जगन्नाथ।